ମୋ ନାଁ ରାଜା। ମୋ ସାନ ଭଉଣୀ ନାଁ ରୋଜି। ମୋତେ ବର୍ତ୍ତମାନ 19 ବର୍ଷ ଓ ମୋ ସାନ ଭଉଣୀ ରୋଜିକୁ ବର୍ତ୍ତମାନ 17 ବର୍ଷ। ମୁଁ ବର୍ତ୍ତମାନ +3 ସେକେଣ୍ଡ ଇୟରରେ ପଢ଼ୁଛି ଓ ରୋଜି +2 ସେକେଣ୍ଡ ଇୟରରେ ପଢ଼ୁଛି। ମୁଁ ଯେତେବେଳେ +2 ସେକେଣ୍ଡ ଇୟରରେ ପଢ଼ୁଥିଲି ସେହି ବର୍ଷ ସବୁ ବର୍ଷ ଭଳି ଲକ୍ଷ୍ମୀ ପୂଜା ସମୟରେ ରୋଜି ଓ ମୁଁ ମାମୁଁ ଘରକୁ ଯାଇଥିଲୁ। ସେତେବେଳେ ରୋଜି 10ମ କ୍ଲାସରେ ପଢ଼ୁଥିଲା। ତା'ର ଦୁଧ ସାଇଜ 28ରୁ 30 ହେବ। ଆମ ଗାଁରୁ ବସରେ ଯାଇ ମାମୁଁ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା 7:30 ହେଇଗଲାଣି। ତେଣୁ ମାଇଁ ଆମକୁ ଜଲ୍ଦି ଖାଇବାକୁ ଦେଇ କହିଲେ, ତୁମେ ଟାୟାର୍ଡ଼ ହେଇଯାଇଥିବ, ଦିଲ୍ଲୀପ ରୁମ୍ରେ ଯାଇ ଶୋଇପଡ଼। କାରଣ ସେହି ବର୍ଷ ମୋ ମାମୁଁ ପୁଅ ଦିଲ୍ଲୀ ଚାଲିଯାଇଥିଲା ITI ପଢ଼ିବା ପାଇଁ। ତେଣୁ ମାମୁଁ ପୁଅ ନଥିବାରୁ ମାଇଁ ଆମକୁ ସେ ରୁମ୍ରେ ଶୋଇବା ପାଇଁ କହିଲେ। ସେ ରୁମ୍ରେ 2ଟା ଖଟ ପଡ଼ିଥିଲା। ଆମେ 2 ଜଣ ଟାୟାର୍ଡ଼ ହୋଇଥିବାରୁ ଜଲ୍ଦି ଶୋଇପଡ଼ିଲୁ। ମୁଁ ମୋ ସାର୍ଟ ଓ ଟି-ସାର୍ଟ ପିନ୍ଧିଥିଲି ଓ ରୋଜି ତା'ର 1/3 ପ୍ୟାଣ୍ଟ ଓ ଟାଇଟ୍ ସାର୍ଟ ପିନ୍ଧିଥିଲା। ଆମ ଘରେ କେବେ ଆମେ ଭାଇ ଭଉଣୀ ଗୋଟିଏ ଘରେ ଶୋଇନଥିଲୁ। ମୁଁ ରାତିରେ ବାଣ୍ଡ ହଲେଇବା ଅଭ୍ୟାସ ଥାଏ। ସେଦିନ ରାତି 11ଟା ହେବ। ମୁଁ ବାଣ୍ଡ ହଲଉଛି। ସେ ସମୟରେ ରୋଜି ମୁହଁ ମୋଡ଼ି ତା ଗାଣ୍ଡିକୁ ଉପରକୁ କରି ଶୋଇଛି। ମୋର ଇଚ୍ଛା ହେଲା ତା ଗାଣ୍ଡିରେ କେହି ବୀର୍ଯ୍ୟ ପକାଇବା ପାଇଁ। ତେଣୁ ମୁଁ ମୋ ବେଡ୍ରୁ ଉଠି ରୋଜି ପାଖକୁ ଯାଇ ତା ପ୍ୟାଣ୍ଟଟି ତଳକୁ କଲି ଓ ତା ଗାଣ୍ଡି ମଝିରେ ଛେପ ଲଗେଇ ବାଣ୍ଡ ଘଷିବାକୁ ଲାଗିଲି। ମୁଁ କିଛି ସମୟ ବାଣ୍ଡ ଘଷିବା ପରେ ରୋଜିର ନିଦ ଭାଙ୍ଗିଗଲା। ସେ ଉଠି ପଡ଼ିଲା। କହିଲା, ଭାଇ ତୁ କ'ଣ କରୁଛୁ? ଆମେ ପରା ଭାଇ ଭଉଣୀ। ମୁଁ କହିଲି, ରୋଜି ତୁ କିଛି କହନି। ତୁ ଯାହା କହିବୁ ମୁଁ କରିବି। ମୁଁ ତୋ ବିଆରେ ବାଣ୍ଡ ପୂରେଇବାକୁ ଚାହୁଁଛି। ସେତେବେଳକୁ ରୋଜିର ବି ଟିକେ ଟିକେ ଇଚ୍ଛା ହେଲାଣି। ରୋଜି କହିଲା, ଭାଇ ମୋର ବି ତୋ ବାଣ୍ଡ ବିଆରେ ପୂରେଇବାକୁ ଇଚ୍ଛା ହୁଏ। ହେଲେ ତୁ ଖରାପ ଭାବିବୁ ବୋଲି ମୁଁ କିଛି କହିପାରେନି। ରୋଜି କହିଲା, ଭାଇ ତୁ ତ ସବୁ ଡ୍ରେସ୍ ଖୋଲିଦେ। ମୁଁ ମୋର ସବୁ ଡ୍ରେସ୍ ଖୋଲୁଛି। ଯେହେତୁ ମାମୁଁ ଶୋଇ ପଡ଼ିଲେଣି, ଆମେ ପୁରା ଫ୍ରିରେ ଘିଆଘି ହେବା। ଏହା କହି ରୋଜି ତା'ର ଟପ୍ ଓ 1/3 ପ୍ୟାଣ୍ଟ ଖୋଲିଦେଲା। ସେ ଭିତରେ କିଛି ପିନ୍ଧି ନଥିଲା। ମୁଁ ବି ମୋର ସାର୍ଟ ଓ ଟି-ସାର୍ଟ ଖୋଲିଦେଲି। ଏବେ ଭାଇ ଭଉଣୀ ପୁରା ଲଙ୍ଗଳା। ଆମେ ଆଗରୁ କେବେ ଖୋଲା ଦେହରେ କେହି କାହାକି ଦେଖିନଥିଲୁ। ରୋଜି କହିଲା, ଭାଇ ତମେ ଆଉ ଡେରି କରନି। କ'ଣ କରୁଛ କର। ମୁଁ ଯେମିତି ବେଧୁଆ ମୋ ଭଉଣୀ ବି ସେମିତି ବେଧେଇ। କିନ୍ତୁ ଆମେ ଆଗରୁ କେବେ କେଉଁଠି କାହା ସହ ଘିଆଘି ହେଇନୁ। ରୋଜି ଏବେ ମୋ ଉଠରେ ତା ଉଠ ରଖି ଚୁଚୁମିବାକୁ ଲାଗିଲା ଓ 2 ହାତ ନେଇ ତା ଦୁଧ ଉପରେ ରଖି ଚିପିବାକୁ କହିଲା। ମୁଁ ଜୋରରେ ତା ନୂଆ ନୂଆ ଉଠିଥିବା ଦୁଧ ଚିପିବାକୁ ଲାଗିଲି। କିଛି ସମୟ ଚିପିବା ପରେ ରୋଜି ମୋର ଗୋଟେ ହାତ ନେଇ ତା ବିଆରେ ଘଷିଲା। ସେ ସମୟରେ ରୋଜି ମୋ ଉଠକୁ ଚୁଚୁମୁଥାଏ ଓ ତା'ର ଗୋଟେ ହାତରେ ମୋ ବାଣ୍ଡକୁ ଧରି ତଳ ଉପର କରୁଥାଏ। ମୁଁ ଆଗରୁ ହଲଉଥିବାରୁ ମୋର ବୀର୍ଯ୍ୟ ବାହାରିଗଲା ଓ ରୋଜି ତାହା ତା ହାତରେ ଧରି ସବୁ ପିଇଦେଲା। ତା'ପରେ ରୋଜି ସଙ୍ଗେ ସଙ୍ଗେ ଆଣ୍ଠେଇ ପଡ଼ିଲା। ମୋ ବାଣ୍ଡକୁ ତା ପାଟିରେ ପୂରେଇ ଚୁଷିବା ଆରମ୍ଭ କଲା। ମୋ ବାଣ୍ଡକୁ ଆଗରୁ କେବେ କୌଣସି ଝିଅ ହାତ କି ପାଟିରେ ମୋ ବାଣ୍ଡ ଲାଗିନଥିଲା। ତେଣୁ ମୋ ଦେହରେ ଗୋଟିଏ ଶିହରଣ ଖେଳିଗଲା ଓ ମୋତେ ବହୁତ ମଜା ବି ଲାଗୁଥାଏ। ଏମିତି 10 ମିନିଟ୍ ଚୁମିବା ପରେ ରୋଜି କହିଲା, ଭାଇ ତୁ ମୋ ଦୁଧ ମୁଣ୍ଡିକି ଚୁଚୁମେ। ମୋର ଏସବୁ ପ୍ରଥମ ଥର ହୋଇଥିବାରୁ ମୋତେ ବହୁତ ମଜା ଲାଗୁଥାଏ। ଏମିତି 10ରୁ 15 ମିନିଟ୍ କଲା ପରେ ରୋଜି ଉପରେ ମୁଁ ଶୋଇ ମୋ ଜିଭରେ ରୋଜିର ବିଆକୁ ଚାଟିଲି ଓ ସେ ମୋ 7 ଇଞ୍ଚର ବାଣ୍ଡକୁ ତା ପାଟି ଭିତରେ ନେଇ ଚୁଚୁମିଲା। ରୋଜି କହିଲା, ଭାଇ ତୋ ବାଣ୍ଡରୁ ନାଳୁଆ ନାଳୁଆ ପାଣି ବାହାରୁଛି। ମୁଁ ତାକୁ ସବୁ ଚୁଚୁମି ଚୁଚୁମି ଖାଇ ଦେଉଛି। ସେତେବେଳକୁ ରୋଜିର ବିଆରୁ ବି ନାଳୁଆ ନାଳୁଆ ପାଣି ବାହାରୁଥାଏ। ମୁଁ ବି ତାକୁ ଚାଟିକି ସଫା କରିଦେଉଥାଏ। ରୋଜି ଏମିତି 15 ମିନିଟ୍ ଚାଟିଲା। ସେତେବେଳକୁ ମୁଁ ପୁରା ହିଟ୍ ହୋଇଗଲିଣି। ସେ ସମୟରେ ରୋଜି କହିଲା, ଭାଇ ତୋ ବାଣ୍ଡ ମୋ ବିଆରେ ପୂରା। ମୁଁ ଆଉ ସମ୍ଭାଳି ପାରୁନି। ସେତେବେଳେ ରୋଜି ତା ଜଙ୍ଘ ମେଲେଇ ଓ ତା ବିଆକୁ 2 ହାତରେ ମେଲେଇ କହିଲା, ଭାଇ ତୁ ତୋ ବାଣ୍ଡ ମୋ ବିଆରେ ପୂରା। ମୁଁ ଆଗରୁ କେବେ ବିଆ ଦେଖିନଥିଲି। ରୋଜିର ଗୁରା ତକ ତକ ଦେହ ହେଲେ ବି ତା'ର ବିଆ ଟିକେ କମ୍। ମୁଁ ରୋଜି ବିଆରେ ମୋ ବାଣ୍ଡ ଲଗେଇଲି। ସେ ମୋ ବାଣ୍ଡକୁ ଧରି ତା ବିଆ ଉପରେ ଥିବା 3 କଣିଆ ଉଚ୍ଚା ଜାଗାରେ ଘଷିଲା ଓ ତା'ପରେ
ମୋ ବାଣ୍ଡକୁ ତା ବିଆ କଣାରେ ଲଗେଇଲା। ତାପରେ ମୁଁ ମୋ ବାଣ୍ଡ ରୋଜି ବିଆ ମୁହଁରେ ଲଗାଇ ଆସ୍ତେ ଆସ୍ତେ ପୂରାଇଲି। ମୋ ବାଣ୍ଡର ନାଲି ଟୋପିତକ ପଶିଲା, ଆଉ ପଶିଲା ନାହିଁ। ତାପରେ ମୁଁ ଜୋରରେ ମୋ ବାଣ୍ଡକୁ ତା ବିଆ ଭିତରକୁ ପୂରାଇ ଦେଲି। ସେ ସମୟରେ ରୋଜିକୁ ମୋତେ ବହୁତ କଷ୍ଟ ହେଲା। ଆମ ଆଖିରୁ ଦୁଧାର ଲୁହ ବାହାରିଗଲା। ମୋ ଭଉଣୀର ବି ଆଖିରୁ ଦୁଧାର ଲୁହ ବାହାରିଗଲା, କିନ୍ତୁ ସେ ଟିକେ ବି ପାଟି କଲା ନାହିଁ। ତାପରେ ମୁଁ ରୋଜିର ଓଠକୁ ଚୁଚୁମିଲି ଓ ତାର ଦୁଧ ମୁଣ୍ଡିକି ରଗଡ଼ି ଆସ୍ତେ ଆସ୍ତେ ଗେହିଲି। ଏହି ସମୟରେ ରୋଜିର ବିଆରୁ ବ୍ଲଡ଼ ବାହାରିଗଲା। ସେ କହିଲା, ଭାଇ ମୋତେ ଜୋରରେ କାଟୁଛି, କିନ୍ତୁ ମଜା ବି ଲାଗୁଛି। ମୋର ବି ଏଇଟା ପ୍ରଥମ ଗିହଣା ହୋଇଥିବାରୁ ମୋତେ ଭାରି ମଜା ଲାଗୁଥାଏ। ତାପରେ ରୋଜି ମୋତେ କୁଣ୍ଢେଇ ଧରି କହିଲା, ଭାଇ ମୋତେ ଆହୁରି ଜୋରରେ ଗେହେ, ମୋ ବିଆ ପୁରା ଫଟେଇ ଦେ। ମୁଁ ପୁରା ଫୁଲ୍ ସ୍ପିଡ଼ରେ ଗେହୁଥାଏ। ଏମିତି 15ରୁ 20 ମିନିଟ୍ ଗେହିବା ପରେ ତା ବିଆ ଭିତରେ ମୋ ବାଣ୍ଡ ଥାଏ, ଆଉ ମୋର ସବୁ ବୀର୍ଯ୍ୟ ବାହାରିଗଲା। ମୁଁ ରୋଜିକୁ କହିଲି ତୋ ପେଟରେ ପିଲା ରହିଯିବ। ସେ କହିଲା, ନା ଭାଇ, ତୁ ମୋତେ କାଲି ଔଷଧ ଆଣି ଦେବୁ। ରୋଜି କହିଲା, ଭାଇ ତୁ ମୋ ଜୀବନର ପ୍ରଥମ ପୁରୁଷ, ମୁଁ ତୋ ଜୀବନର ପ୍ରଥମ ସ୍ତ୍ରୀ। ରୋଜି କହିଲା, ଭାଇ ଆଜିଠାରୁ ମୁଁ ବାହା ହେଲା ପର୍ଯ୍ୟନ୍ତ ଆଉ କାହାର ହେବିନି, ତୋର ହୋଇ ରହିବି। ଏହି ସମୟରେ ରୋଜି ମୋତେ କୁଣ୍ଢେଇ ଧରିଥାଏ, ମୋ ଓଠ ଓ ମଥାରେ ଚୁମା ଦେଉଥାଏ। ଏମିତି ରାତିରେ ଆମେ ଭାଇ ଭଉଣୀ ଆହୁରି 2 ଥର ଘିଆ ଘି ହେଲୁ।